1990 ବ୍ୟାଚର ପିଲା ପ୍ରଥମେ ଆରମ୍ଭ କଲୁ। ସାରା ଓଡ଼ିଶାକୁ ଏ କଥା ବ୍ୟାପିଲା। ତେଣୁକରି ଆମେ ଭାବୁଛୁ ଓଡ଼ିଶାର ଯେତେ ବ୍ୟାଚ୍ ପିଲା ଅଛନ୍ତି ସମସ୍ତେ ଏକତ୍ରିତ ଭାବରେ ସମସ୍ତ ବ୍ୟାଚର ପିଲା ଏମିତି ବନ୍ଧୁ ମିଳନ କରନ୍ତୁ, ସଂଗଠିତ ହଉ, ଭାଇଚାରା ସୃଷ୍ଟି ହଉ, ସମଗ୍ର ଓଡ଼ିଶାରେ କଳହ ଦ୍ୱନ୍ଦ୍ୱ ଦୂର ହଉ ଏବଂ ସମସ୍ତେ ଜୟ ଜଗନ୍ନାଥ କହନ୍ତୁ। ଜଗତରନାଥ ଜଗନ୍ନାଥ ପାଖରେ ସମସ୍ତେ ସ୍କୁଲର ହେଡମାଷ୍ଟର ଅଛନ୍ତି। ତେଣୁ ଆମର ଭିତରେ ଇଏ ହେଉଛି 1 ନମ୍ବର ସୁନା ଜୁଏଲ ଖାଣ୍ଟି ଗିନି ସୁନା। ତେଣୁକରି ତାଙ୍କୁ ଭଗବାନ ଆଶୀର୍ବାଦ କରନ୍ତୁ। 1990 ମସିହାର ବ୍ୟାଚ୍ ଦାମୋଦର ହାଇସ୍କୁଲ ତମ୍ପାଳାର ସମସ୍ତେ ସାଙ୍ଗସାଥୀ ମାନେ ଆମେ ପ୍ରତିବର୍ଷ ଏଇଟା ଆୟୋଜନ କରୁ। ଏ ବର୍ଷ ବି ଆମେ ସେଇ ଅନୁସାରେ ଆୟୋଜନ କରିଛୁ। ଆମର ସବୁ ସାଙ୍ଗମାନେ ଆସିଛନ୍ତି ଆଉ ବହୁତ ବଢ଼ିଆ ଲାଗୁଛି। ଆଉ ଆମେ ଜାଣିପାରୁନୁ ଯେ ସମୟଟା କେମିତି କଟୁଛି। ଆଉ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଏମିତି ଅପରଚ୍ୟୁନିଟି ସବୁ ବର୍ଷ ଆମ ପାଖରେ ଆସୁ। ଆମେ ଯେପର୍ଯ୍ୟନ୍ତ ଥିବୁ ଏମିତି ଆମର ସବୁ ବନ୍ଧୁ ମିଳନ କରିପାରୁଛୁ। ଆମ ଦାମୋଦର ହାଇସ୍କୁଲର ବନ୍ଧୁ ମିଳନ ଆମ ସହିତ କେହି ସମକକ୍ଷ ହେବେନି। ବହୁତ ଖୁସି ଲାଗୁଛି। ଆମର ଏ ବନ୍ଧୁ ମିଳନ କାର୍ଯ୍ୟକ୍ରମ 3 ବର୍ଷ ହେଲା ଚାଲିଛି। ଆଉ ଏମିତି ଠାକୁର ଇଚ୍ଛାରୁ ଏଇ କାର୍ଯ୍ୟକ୍ରମଟା ସବୁବେଳେ ଲାଗି ଯାଇଥାଏ। ଆମ ବହୁତ ଖୁସି ଲାଗୁଛି। ଆମେ ଘର ସଂସାର ଛାଡ଼ିକିରି ଏଠିକି ଆସିଛୁ। ବହୁତ ଖୁସି ଲାଗୁଛି। ଏ ଖୁସିର ସୀମା ନାହିଁ। ସ୍କୁଲ ସମୟରେ ତ ସେ ସ୍ମୃତି କହିହବନି, ସେଗୁଡ଼ା ମନେ ପଡୁଛି ଏବେ। ଆଉ ଏମିତି କାର୍ଯ୍ୟକ୍ରମ ଚାଲି ରହୁଥାଉ, ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛୁ। ଆଉ ବହୁତ ଖୁସି ଲାଗୁଛି। ଏସବୁ ଆୟୋଜନ ଯୋଉ ମାନେ କରିଛନ୍ତି ସେମାନଙ୍କ ପାଇଁ ବହୁତ ଧନ୍ୟବାଦ। ଆମେ ସବୁବେଳେ ଏମିତି ଖୁସିରେ ରହିବାକୁ ଚାହୁଁଛୁ। ଆମେ ଖୁସି ଦରକାର, ମେସେଜ କିଛି ଦରକାର ନାହିଁ। ଆମେ ଚାହୁଁଛୁ ଯେ ଏମିତି ଚାଲି ଥାଉ। ଆମେ ସାଙ୍ଗମାନେ ଆଜି ଏକାଠି ହେଇକିରି ବହୁତ ଆନନ୍ଦିତ ଅଛୁ। ବହୁତ ଖୁସି ଲାଗୁଛି। କିଏ କେତେ ଦୂର ଦୂରାନ୍ତର ଆସିଛନ୍ତି ସତ, କିନ୍ତୁ ଟାଇମ କିଛି ଜଣା ପଡୁନାହିଁ। ସମୟ କୁଆଡେ ଅତିବାହିତ ହେଇଯାଉଛି। ଆମକୁ ଏବେ 4ଟା 5ଟା ସମୟ ହେଲାଣି, କିନ୍ତୁ ଜଣା ହିଁ ପଡୁନାହିଁ କିନ୍ତୁ ସମୟ। ଆମେ 1990 ବ୍ୟାଚର ସାଙ୍ଗମାନେ ସମସ୍ତେ ଏକାଠି ହେଇଛୁ। ଆଉ ବହୁତ ଖୁସି ଲାଗୁଛି, ଆଉ ବହୁତ ଭଲ ଲାଗୁଛି। ଆମେ ତ 90 ବ୍ୟାଚ୍ ତମ୍ପାଳା ହାଇସ୍କୁଲର ସବୁ ସାଙ୍ଗସାଥି। ବହୁତ ଭଲ ଲାଗୁଛି। 3 ବର୍ଷ ହେଲା ଏକାଠି ହେଉଛୁ। ଏମିତି ଭଗବାନଙ୍କ କୃପାରେ ସେମିତି ଥାଉ। ଆମ ସାଙ୍ଗସାଥିଙ୍କର ସେମିତି ସେମାନେ ସାହାଯ୍ୟ ସହାନୁଭୂତି ଥାଉ। ଏମିତି ଆମେ ଆଗକୁ ଯେମିତି ବଢ଼ୁଥାଉ, ସାଙ୍ଗସାଥି ହଉଥାଉ, ଖୁସି ବାସିରେ ଥାଉ। ମୁଁ ଅମିୟ ରାଉତ, 1990 ବ୍ୟାଚର ଜଣେ ଛାତ୍ର। ଆମେ ଏମିତି ପ୍ରତିବର୍ଷ ଏଇ ଜାଗାରେ ବା ଯେକୌଣସି ଜାଗାରେ ଏକତ୍ରିତ ହେଉଛୁ। ବହୁତ ଖୁସି ବାସିରେ ଭୋଜିଭାତ ହେଉଛି ଏବଂ ଭାବର ଆଦାନ ପ୍ରଦାନ ହେଉଛି। ତେଣୁ ଆମେ ଆଶା ରଖୁଛୁ ଏମିତି ସବୁଦିନ ପାଇଁ ଏମିତି ଆମର ଭିତରେ ସମ୍ପର୍କ ରହୁ। ଏମିତି ସମ୍ପର୍କଟା ବଢ଼ି ବଢ଼ି